ସମ୍ମାନ ଦେଇ ଶିଖନ୍ତୁ, ସମ୍ମାନ ପାଇବେ। ଦାନ କରି ଦେଖନ୍ତୁ, ଧର୍ମ ଅର୍ଜନ କରିବେ। ରାଗ ହିଂସା ଭୁଲନ୍ତୁ, ଆଦର ପାଇବେ। ଆଉ ମୃତ୍ୟୁକୁ ମନେ ରଖନ୍ତୁ, ଲୋଭରୁ ମୁକ୍ତି ପାଇବେ। ଖୁସି ମାଗିଲେ ମିଳେ ନାହିଁ, ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବ। କିନ୍ତୁ ଏ କଥା ମଣିଷ ବୁଝିକି ବି ଅବୁଝା ହୁଏ, ଆଉ ମିଛ ମରିଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡ଼କୁ ଟାଣି ଆଣେ। ବିଶ୍ୱାସ କରିବାର ଅଛି ତ ପଶୁମାନଙ୍କୁ ବିଶ୍ୱାସ କରନ୍ତୁ। ମାତ୍ର 2 ସେକେଣ୍ଡରେ ମତ ପରିବର୍ତ୍ତନ କରିଦେଉଥିବା ମଣିଷମାନଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ। ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ତାର ଅତି ଆପଣାର ମଣିଷ ତାକୁ ପର ଭାବି ଶତ୍ରୁ ଭଳି ବ୍ୟବହାର କରିଥାଏ। ମଣିଷ ବଡ଼ ଅଜବ ପ୍ରାଣୀ। ବୁଡ଼ିଗଲେ ପାଣିକୁ ଦୋଷ ଦିଏ, ଝୁଣ୍ଟି ପଡ଼ିଲେ ପଥରକୁ ଦୋଷ ଦିଏ। କର୍ମର ଦୋଷ ଭାଗ୍ୟକୁ ଦିଏ, କିନ୍ତୁ କେବେ ବି ନିଜର ଦୋଷ ଦେଖିପାରେ ନାହିଁ। ଗୋଟିଏ ସୁଖ ମଣିଷକୁ ବାରମ୍ବାର ହସାଇ ପାରେ ନାହିଁ, କିନ୍ତୁ ଗୋଟିଏ ଦୁଃଖ ମଣିଷକୁ ସାରା ଜୀବନ କନ୍ଦେଇ ଦେଇପାରେ। ହୋଇପାରେ ହସୁଥିବା ମଣିଷର ହସ ମିଛ। ସେଥିପାଇଁ ମଣିଷକୁ ଖାଲି ନ ଦେଖି ତାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଅନ୍ୟକୁ କ୍ଷମା କରିଦେବା ଆଉ କ୍ଷମା ମାଗିନେବା ହେଉଛି ଗୋଟିଏ ଶକ୍ତି, ଯାହା ସମସ୍ତଙ୍କ ପାଖରେ ନଥାଏ। ଆମେ ଭଲ କିମ୍ବା ଖରାପ ଯେକୌଣସି କର୍ମ କଲେ ତାହାର ଫଳ ଆମକୁ ହିଁ ଭୋଗିବାକୁ ପଡ଼ିଥାଏ। ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବରେ ଥରୁଟିଏ ବିଚାର କରିବା ଉଚିତ। ଚେହେରାର ଚମକ ଆଉ ଘରର ଉଚ୍ଚତା ଉପରେ କେବେ ବି ଗର୍ବ କରନ୍ତୁ ନାହିଁ। ଘରର ବୟସ୍କ ଲୋକ ଯଦି ଖୁସିରେ ରହିଥାନ୍ତି, ତେବେ ବୁଝିବାକୁ ହେବ ଯେ ସେ ଘର ଗରିବର ନୁହେଁ, ଧନୀର। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ସତରେ କେଡ଼େ ଅଜବ ଏ ପ୍ରେମ। ଏଠି କିଏ ସବୁକିଛି ସହି ମଧ୍ୟ ପ୍ରେମକୁ ପାଉନି, ତ ଆଉ କିଏ ଛଳନା କରି ପ୍ରେମକୁ ପାଇଯାଉଛି। ଏଠି କିଏ ଦିନରାତି କାଟି ଦେଉଛି ଅପେକ୍ଷା କରି କରି, ତ ପୁଣି ଆଉ କିଏ ପ୍ରେମକୁ ପାଇ ମଧ୍ୟ ଖୁସିରେ ନାହିଁ। କିଏ ପ୍ରେମ ପାଇଁ ସବୁକିଛି ଛାଡ଼ି ଦେଉଛି, ତ ପୁଣି ଆଉ କିଏ ସବୁକିଛି ଛାଡ଼ିଲା ପରେ ମଧ୍ୟ ପ୍ରେମକୁ ପାଉନି। କିଏ ପ୍ରେମ ପାଇଁ ଟଙ୍କା କମଉଛି, ତ ଆଉ କିଏ ଟଙ୍କା ପାଇଁ ପ୍ରେମକୁ ଛାଡ଼ି ଦେଉଛି। କିଏ ଏଠି ପ୍ରେମକୁ ପାଇ ହସୁଛି, ତ ପୁଣି କିଏ ପ୍ରେମ କରି କାନ୍ଦୁଛି। କିଏ ପ୍ରେମକୁ ଏଠି ନିଜ ଆଖିରେ ଦେଖୁଛି, ତ ପୁଣି କିଏ ପ୍ରେମକୁ କାହାଣୀ କରି ଡାଏରୀରେ ଲେଖୁଛି। ସତରେ ଏଠି ପ୍ରେମର ଅନେକ ରୂପ ଆଉ ରଙ୍ଗ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।